ତିନି ମାସ ତଳୁ ନିଖୋଜ ଥିବା ଓକିଲଙ୍କର ମିଳିଲା କଙ୍କାଳ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ। ଝାରସୁଗୁଡ଼ା ଥାନା ଅନ୍ତର୍ଗତ ଶିଲଫଡ଼ି ଉପରପଡ଼ା ଅଞ୍ଚଳରେ ପୋଖରୀରେ କାର୍ ପଡ଼ିଥିବାର ଦେଖି ଆଜି ସକାଳୁ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଝାରସୁଗୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍କୁ ପାଣି ଭିତରୁ ଉଦ୍ଧାର କରିଛି। ପରେ କାର୍ ପଛ ସିଟ୍ରେ ଏକ ଗଳିତ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ତାକୁ ଚିହ୍ନଟ କରାଯାଇଛି। ମୃତକ ଜଣକ ହେଲେ ବିଶୋଇ ଅଞ୍ଚଳର 42 ବର୍ଷର ଓକିଲ ଗୋଲେଶ ଗୁଚ୍ଛାୟ। ଏନେଇ ଝାରସୁଗୁଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିରେ ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର 11 ତାରିଖରେ ଗୋଲେଶ ଗୁଚ୍ଛାୟ ନିଖୋଜ ହୋଇଯାଇଥିଲେ। ଖଡ଼ଗପୁର ଯାଇ ତାଙ୍କ ସାଙ୍ଗକୁ ଛାଡ଼ି ଫେରିବା ପରେ ଆଉ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।